ଜୟ ଜଗନ୍ନାଥ। ଟିକେ ମଜା। ଅତୀତ, ବର୍ତ୍ତମାନ, ଭବିଷ୍ୟତ। ଶଳା ଭିଣେଇ ଦିଅର ଭାଉଜ ବସିକିରି ମଜା କରୁଥିଲେ, ଚା ପିଉଥିଲେ। ଆଚ୍ଛା, ସେଇ ସମୟରେ ସ୍ତ୍ରୀ କହିଲେ ସ୍ୱାମୀକି, ଆଚ୍ଛା ସବୁବେଳେ ତ ଗର୍ବ କରୁଛ ମୁଁ ବହୁତ ପାଠ ପଢ଼ିଛି, ମୁଁ ବହୁତ ପାଠ ପଢ଼ିଛି, ଆଉ ତମଠୁ ଅଧିକା ପଢ଼ିଛି, କିନ୍ତୁ ମୋଠୁ ଅଧିକା ପଢ଼ାନ୍ତନି କି ନହେଲେ। ହଉ, ଗୋଟେ ବାକ୍ୟ କହିବ ଅତୀତ, ବର୍ତ୍ତମାନ, ଭବିଷ୍ୟତ ଥାଇକିରି ଏବଂ ତିନି କାଳ ଲିଙ୍କ ଥିବେ। ଶୁଣିବ ତ? ଧୈର୍ଯ୍ୟ ଧର। ଅତୀତରେ ମୋର ଯିଏ ପ୍ରେମିକା ଥିଲେ, ବର୍ତ୍ତମାନ ସିଏ ମୋର ଶାଳୀ। ଆଗାମୀ କି ହେବେ ମୋର ଲାଇଫ ସର୍ଭେଣ୍ଟ। ସ୍ତ୍ରୀ ପୁରା ଅଜ୍ଞାନ। ସାଙ୍ଗେ ସାଙ୍ଗେ ଶଳା, ଓ ଭିଣେଇ ବାବୁ ଶୁଣ 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 ଶୁଣ, ଅତୀତରେ ଯିଏ ମୋର ପୁରା ବେଷ୍ଟ ଫ୍ରେଣ୍ଡ ଥିଲେ, ସିଏ ବର୍ତ୍ତମାନ ମୋ ନାନୀର ଏକମାତ୍ର ଗେହ୍ଲା ନଣନ୍ଦ। ଆଗାମୀ କି ହେବେ ମୋର ଲାଇଫ ପାର୍ଟନର। ହେଁ, ସାଙ୍ଗେ ସାଙ୍ଗେ ଭିଣେଇ ଫେଣ୍ଟ। ଏଠି ଶଳା ଦିଅର କ'ଣ କରିବେ କ'ଣ କରିବେ କ'ଣ କରିବେ? ଭାଇ ପାଣି ନେଇ ଆସି ନାନୀ ଉପରେ ଛାଟି ଦେଇକିରି ନାନୀର ଚେତା ଫେରିବାକୁ ଚେଷ୍ଟା। ଦିଅର ସିଏ ପାଣି ନେଇ ଆସିକି ତା ଭାଇ ଉପରେ ପକେଇକିରି ପାଣି ଛିଞ୍ଚିକିରି ଭାଇର ଚେତା କରିବାକୁ। ସାଙ୍ଗେ ସାଙ୍ଗେ ଏପଟେ ନାନୀ, ସେପଟେ ଭିଣୀ, ସମସ୍ତଙ୍କର ଚେତା ଆସିଗଲା। ଅଏ, ଏପଟେ ଶଳାକୁ ସେପଟେ ଦିଅର କହିଲେ, ଜାଣିଲ ତମର ମାନଙ୍କର ତ ସବୁ ଧୈର୍ଯ୍ୟ ନାହିଁ, ଆଉ ଫୁଟାଣି କ'ଣ ମାରୁଛ? ଏଠି ସବୁତକ ପ୍ଲସ୍ ମାଇନସ୍ କ୍ୟାନସଲ ହେଲା। କ'ଣ ମନକୁ ପାଇଲା?